ସାଇନ୍ସ କୁହେ ଯେ ଜଣେ ସୁସ୍ଥ ମଣିଷ ଯୌନ ସମ୍ବନ୍ଧ ରଖିବା ବେଳେ ତାଠାରୁ 80ରୁ 90 ଲକ୍ଷ ଶୁକ୍ରାଣୁ ନିର୍ଗତ ହୋଇଥାନ୍ତି। ସେହି ଶୁକ୍ରାଣୁଗୁଡ଼ିକ ଯଦି ସମସ୍ତେ ଗର୍ଭାଶୟରେ ସ୍ଥାନ ପାଆନ୍ତି ତେବେ ମା ଜଣକ ଗର୍ଭଧାରଣର 7 ଦିନ ମଧ୍ୟରେ ମୃତ୍ୟୁ ମୁଖରେ ପଡ଼ିବ। ଏହି 80-90 ଲକ୍ଷ ଶୁକ୍ରାଣୁ ନିଜକୁ ସୁରକ୍ଷିତ ରଖିବା ପାଇଁ ନିଜର ସ୍ଥାନ ବଜାୟ ରଖିବା ପାଇଁ ଗର୍ଭାଶୟ ଆଡ଼କୁ ପ୍ରବଳ ବେଗରେ ଦୌଡ଼ନ୍ତି। ଏହି ଦୌଡ଼ିବା ସମୟରେ ନିଜ ମଧ୍ୟରେ ଧକ୍କା ଖାଇ ଓ କ୍ଳାନ୍ତ ହୋଇ ପ୍ରାୟ 90% ଶୁକ୍ରାଣୁଙ୍କର ମୃତ୍ୟୁ ଘଟେ। ଆଉ ଯେତିକି ରୁହନ୍ତି ସେମାନଙ୍କ ମଧ୍ୟରୁ ପ୍ରାୟ 1000-1500 ଶୁକ୍ରାଣୁଙ୍କୁ ଛାଡ଼ି ଅନ୍ୟମାନେ ଏମିତି ହାଲିଆ ହୋଇଯାଇଥାନ୍ତି ଯେ ଆଗକୁ ଯାଇ ନପାରି ସେହି ବାଟରେ ପଡ଼ି ରୁହନ୍ତି। ଭିତରକୁ ଯାଇଥିବା ପ୍ରାୟ 1500 ଶୁକ୍ରାଣୁଙ୍କ ଭିତରେ ଚାଲେ ଘମାଘୋଟ ଲଢ଼େଇ। ଯିଏ ଜିତିବ ସିଏ ଗର୍ଭାଶୟରେ ରହିପାରିବ। ସେଥିମଧ୍ୟରୁ କେବଳ ଗୋଟିଏ ଶକ୍ତିଶାଳୀ, ସାହସୀ, ଚତୁର ଶୁକ୍ରାଣୁ ଅନ୍ୟ ସମସ୍ତଙ୍କୁ ମାରି ହାସଲ କରେ ଜିତାପଟ, ସ୍ଥାନ ପାଇଯାଏ ଗର୍ଭାଶୟରେ। ଜାଣନ୍ତି ଏହି ପରମ ସାହସୀ, ଚତୁର, ଶକ୍ତିଶାଳୀ ଶୁକ୍ରାଣୁଟି କିଏ? ଯିଏକି ତା କ୍ଷୁଦ୍ର ଜୀବନକାଳ ମଧ୍ୟରେ ପ୍ରାୟ 89,99,999 ଜଣଙ୍କୁ ଚିତ୍ପଟାଙ୍ଗ କରିସାରିଛି। ସେ ଜଣକ ଆଉ କେହି ନୁହେଁ, ସେ ଜଣକ ହେଉଛ ତୁମେ, ମୁଁ, ଆମେ ସମସ୍ତେ। ତେଣୁ ଆପଣ ହୁଅନ୍ତୁ ବା ମୁଁ କେତେ ଶକ୍ତିଶାଳୀ ଜାଣିପାରୁଛନ୍ତି ତ? ଯିଏକି ଦୁନିଆର ଆଲୋକ ଦେଖିବା ପୂର୍ବରୁ ଏକ ମହାନ ସମର ଜିତି ସାରିଛି। ଆପଣ କେତେ ଶକ୍ତିଶାଳୀ ଏଇଥିରୁ ଜାଣନ୍ତୁ। ଯେତେବେଳେ ତୁମେ ପ୍ରଥମେ ଦୌଡ଼ୁଥିଲ ନିଜର ଘର ତିଆରି କରିବା ପାଇଁ, ନା ଥିଲା ତୁମର ଆଖି, ନା ହାତ ଗୋଡ଼, ନା ମୁଣ୍ଡ, ନା ମସ୍ତିଷ୍କ, କିଛି ବି ନଥିଲା। ତଥାପି ତୁମେ ବିଜୟର ଟୀକା ପିନ୍ଧିଥିଲ। ହେଲେ ଏବେ ତ ତୁମ ପାଖରେ ଅଛି ସାରା ଦୁନିଆକୁ ଦେଖିଲା ଭଳି ଆଖି, ଅଛି ସୁସ୍ଥ ସବଳ ହାତ ଗୋଡ଼, ଉନ୍ନତ ଉର୍ବର ମସ୍ତିଷ୍କ। ତଥାପି କ'ଣ ପାଇଁ ନିଜକୁ ଅପାରଗ ମନେକରି ନିଜର ଆଗାମୀ ଦିନକୁ ଭାଗ୍ୟ ଉପରେ ଛାଡ଼ି ଦେଉଛ? ରାଶିଫଳକୁ ଦେଖି ଆଗାମୀ କାର୍ଯ୍ୟପନ୍ଥା ସ୍ଥିର କରୁଛ? ଜାଣି ରଖ, ସାରା ସଂସାରରେ ମଣିଷ ସଂଖ୍ୟା ପ୍ରାୟ 500 କୋଟି, ରାଶି ସଂଖ୍ୟା ମାତ୍ର 12। ଯଦି 500 କୋଟି ଲୋକଙ୍କ ମଧ୍ୟରେ 12 ରାଶିକୁ ଭାଗ କରାଯିବ ତେବେ ଗୋଟିଏ ରାଶିରେ ପ୍ରାୟ 42 କୋଟି ଲୋକ ପଡ଼ିବେ। ତେବେ କହିଲେ 42 କୋଟି ଲୋକଙ୍କ ଚାଲିଚଳନ, ରଙ୍ଗଢଙ୍ଗ ଇତ୍ୟାଦି ସମାନ କି? ହୁଏତ ଆପଣ କହିବେ ନକ୍ଷତ୍ର ଅନୁଯାୟୀ। ତେବେ ନକ୍ଷତ୍ର ସଂଖ୍ୟାକୁ ହିସାବ ନେଇ ଯେତିକି ଲୋକ ପଡ଼ିବେ ସେମାନଙ୍କର କ'ଣ ସମସ୍ତେ ସମାନ? ନୁହେଁ ନା? ଏବେ ସବୁ ଜାଣିକି ମଧ୍ୟ ସେଇ ଭାଗ୍ୟ ରାଶି ପଛରେ କାହିଁକି ପଡ଼ିଛନ୍ତି? ବାହାନଗା ଟ୍ରେନ୍ ଆକ୍ସିଡେଣ୍ଟ ହେଉ ବା 1999 ମସିହା ମହାବାତ୍ୟା ଏରସମା ଏରିଆ କଥା ହେଉ, କ'ଣ ସମସ୍ତଙ୍କର ରାଶି ନକ୍ଷତ୍ର ସମାନ ଥିଲା କି? ନୁହେଁ ନା? କାହିଁକି ଏହି ଭଣ୍ଡ କପଟିକ କଥାରେ ଉଠ ବସ ହେଉଛ? ଯେତେବେଳେ 90 ଲକ୍ଷଙ୍କୁ ପରାସ୍ତ କରି ହିରୋ ସାଜିଥିଲ ସେତେବେଳେ କେଉଁ ରାଶିଫଳ, କେଉଁ ସାଧକ, କେଉଁ କପଟି ଭଣ୍ଡ ସାହାଯ୍ୟ କରିଥିଲେ? ନା ସେତେବେଳେ ତୁମ ପାଖରେ କୌଣସି ୟୁନିଭର୍ସିଟିର ସାର୍ଟିଫିକେଟ୍ ଥିଲା, ନା ତୁମର କୌଣସି ପରିଚୟ। ତଥାପି ତୁମେ ହୋଇଥିଲ ବିଗ୍ ୱିନର। ଯେତେବେଳେ ତୁମେ ସେହି ମହାସମର ଜିତିଥିଲ, ନା ସେ ସମୟରେ ତୁମେ ଥିଲ ହିନ୍ଦୁ, ନା ମୁସଲମାନ, ନା ଶିଖ, ନା ଇସାଇ, ନା ଉଚ୍ଚ ଜାତିର, ନା ନୀଚ ଜାତିର। ତଥାପି ତୁମେ ଜିତିଥିଲ। ହେଲେ ଆଜି କାହିଁକି ପ୍ରତ୍ୟେକ କ୍ଷେତ୍ରରେ ଦରକାର ପଡ଼ୁଛି ଜାତି, ଦରକାର ପଡ଼ୁଛି ରାଶି, ଗ୍ରହ, ନକ୍ଷତ୍ର? କାହାରି ସାହାଯ୍ୟ ନ ନେଇ ବିନା ସମର୍ଥନରେ ତୁମେ ବନିଥିଲ ଜଗତ ଜିତା। ସେ ସମୟରେ ତୁମକୁ କେହି କରତାଳି ଦେଇ ଉତ୍ସାହିତ କରିନଥିଲେ, କେହି ତୁମର ଗୁଣଗାନ କରି ତୁମକୁ ପ୍ରେରିତ କରିନଥିଲେ। ସେତେବେଳେ ତୁମର ଗୋଟିଏ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଥିଲା କି ଗର୍ଭାଶୟରେ ପହଞ୍ଚି ନିଜ ପାଇଁ ସ୍ଥାନକୁ ସୁରକ୍ଷିତ କରି ରଖିବା। ସେ ସ୍ଥାନକୁ ତୁମେ କାହାକୁ ଦେବା ଫରରେ ବି ନଥିଲ। ଆଉ ଆଜି କ'ଣ ହୋଇଛି ତୁମର? ଟିକିଏ କଷ୍ଟ ପାଇଲେ ଏତେ ନର୍ଭସ୍ ହୋଇଯାଉଛ? ନିରାଶ ଭିତରେ ବୁଡ଼ି ଯାଇ ଭାଗ୍ୟବାଦୀ ହୋଇଯାଉଛ? ନିଜର ଆତ୍ମବିଶ୍ୱାସକୁ କାହିଁକି ହରାଇ ଦେଉଛ? ତୁମେ ବା 90 ଲକ୍ଷଙ୍କ ମଧ୍ୟରେ ଜଣେ, କେବଳ ଜଣେ ବିଜେତା। ଏବେ ତୁମର ସବୁ କିଛି ଅଛି। ଅଛି ହାତ, ଅଛି ଗୋଡ଼, ଅଛି ଉନ୍ନତ ଉର୍ବର ମସ୍ତିଷ୍କ। ହାସଲ କରିଛ ଶିକ୍ଷା, ହାସଲ କରିଛ କୌଶଳ। ତଥାପି ତୁମେ ଭାଗ୍ୟବାଦୀ ହୋଇ ରହୁଛ। ନିଜ ନିରାଶ ହୋଇ ଜୀବନକୁ ନର୍କ କରି ଦେଉଛ। ଯେତେବେଳେ ତୁମେ ତୁମ ଜୀବନର ମହାସମରରେ ପରାସ୍ତ ନ ହୋଇ ଅନ୍ୟମାନଙ୍କୁ ପରାସ୍ତ କରିସାରିଛ, ତେବେ ଆଜି ମଧ୍ୟ କାହିଁକି ହାର ମାନିବ? ତୁମେ ଜିତିଛ, ଆଜି ବି ଜିତିବ। କର୍ମ କରିଚାଲ, କର୍ମ ପ୍ରତି ଅନାଗ୍ରହ ପ୍ରକାଶ କର ନାହିଁ। ସେଥିପାଇଁ ଗୀତାରେ କୁହାଯାଇଛି, କର୍ମଣେ ବାଧିକାରେସ୍ତୁ ମା ଫଳେଷୁ କଦାଚନ ମା କର୍ମ ଫଳ ହେତୁ ଉର୍ଭୁ ମା ତୋ ସଂଘର୍ଷ କର୍ମଣି।